ଭାରତର ମୁନିଋଷି ଓ ସାଧୁସନ୍ଥ ଧର୍ମ, ଜ୍ଞାନ, ଆଧ୍ୟାତ୍ମିକତା ଓ ଦିବ୍ୟ ଦର୍ଶନର ମୂର୍ତ୍ତିମନ୍ତ ପ୍ରତୀକ। ସେମାନେ ଗଳ୍ପ ଛଳରେ ସମାଜକୁ ଯେଉଁ ଜୀବନାଦର୍ଶ ଦେଇ ଯାଇଛନ୍ତି, ତାହା ଅମୂଲ୍ୟ। ଏହିଭଳି ଜଣେ ସାଧୁ ମହନ୍ତ ରାମାନୁଜ ଦାସ ମହାରାଜ। ଶ୍ରୀକ୍ଷେତ୍ର ପୁରୀ ପଶ୍ଚିମ ଦ୍ୱାର ମଠର ଶାନ୍ତ ପରିବେଶରେ ମହନ୍ତ ରାମାନୁଜ ତାଙ୍କ ଶିଷ୍ୟମାନଙ୍କୁ ଏକ ସନ୍ଧ୍ୟାକାଳୀନ ପ୍ରବଚନରେ କହିଲେ, ମୋ ପ୍ରିୟ ଶିଷ୍ୟଗଣ, ଆଜି ମୁଁ ତୁମମାନଙ୍କୁ ଏକ ପ୍ରାଚୀନ ଗଳ୍ପ କହିବି, ଯେଉଁଥିରେ ଭାଗ୍ୟର ଅମୋଘ ଶକ୍ତି ପ୍ରତିଫଳିତ। ଏହି ଗଳ୍ପ ତୁମମାନଙ୍କୁ ଶିଖାଇବ ଯେ ଭାଗ୍ୟ ଲିଖନ ନିଶ୍ଚୟ ଫଳିବ, ତାକୁ କେହି ବି ପରିବର୍ତ୍ତନ କରିପାରିବେ ନାହିଁ। ନମସ୍କାର ପ୍ରିୟ ବନ୍ଧୁଗଣ, ଭଲଗପ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ଆଜିର କାହାଣୀଟି ଜଣେ ରାଜାଙ୍କ ଅହଙ୍କାର ଏବଂ ଜଣେ ଗରିବ ଚାଷୀଙ୍କ ପୁଅର ଭାଗ୍ୟ ବିଷୟରେ। କାହାଣୀଟି ବହୁତ ସୂଚନାପ୍ରଦ ଏବଂ ପ୍ରେରଣାଦାୟକ, ତେଣୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଯଦି ଆପଣ ଚ୍ୟାନେଲରେ ନୂଆ, ଦୟାକରି ଭଲଗପ ଚ୍ୟାନେଲକୁ ଫଲୋ କରନ୍ତୁ ଏବଂ ବେଲ୍ ଆଇକନକୁ ଟିପନ୍ତୁ। ବନ୍ଧୁଗଣ, ଗୁରୁ ରାମାନୁଜ କହିଲେ, ଏହା ପ୍ରାଚୀନ ସମୟର କଥା। ମନୋହରପାଲି ନାମକ ଏକ ଗାଁରେ ପୁରିଆ ନାମକ ଜଣେ ଚାଷୀ ରହୁଥିଲେ। ଚାଷୀ ଜଣକ ବହୁତ ଗରିବ ଥିଲେ। ତାଙ୍କ ପରିବାର ଦିନକୁ ଦୁଇଥର ଖାଇବା କଷ୍ଟକର ଥିଲା। କୌଣସି ପ୍ରକାରେ ଚାଷୀ ପରିବାର ଦାରିଦ୍ର୍ୟରେ ସେମାନଙ୍କ ଜୀବନ ବିତାଉଥିଲେ। କିଛି ଦିନ ପରେ ଚାଷୀଙ୍କ ଘରେ ଏକ ପିଲା ଜନ୍ମ ହେଲା। ଯେତେବେଳେ ପିଲାଟି ଜନ୍ମ ହେଲା, ଚାଷୀ ଏବଂ ତାଙ୍କ ସ୍ତ୍ରୀ ବହୁତ ଖୁସି ହେଲେ। ସେମାନଙ୍କ ଖୁସିର ସୀମା ନଥିଲା, କାରଣ ବିବାହର ଅନେକ ବର୍ଷ ପରେ ସେମାନଙ୍କ ଅଗଣାରେ ଏକ ପିଲାର କ୍ରନ୍ଦନ ପ୍ରତିଧ୍ୱନିତ ହେଲା। ଯେତେବେଳେ ସେମାନଙ୍କ ଘରେ ଏକ ପିଲାର କ୍ରନ୍ଦନ ପ୍ରତିଧ୍ୱନିତ ହେଲା, ଆଖପାଖର ଲୋକମାନେ କୃଷକଙ୍କ ଘରେ ଏକ ପିଲା ଜନ୍ମ ହେବା ବିଷୟରେ ଜାଣିଲେ ଓ ବହୁତ ଖୁସି ହେଲେ। ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ପୁରିଆଙ୍କ ଘରକୁ ତାଙ୍କ ସ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଲେ। କୃଷକ ପୁରିଆଙ୍କ ଘରେ ଏକ ଉତ୍ସବମୁଖର ପରିବେଶ ଥିଲା। ସେତିକିବେଳେ ଜଣେ ତ୍ରିକାଳଦର୍ଶୀ ସନ୍ଥ କୃଷକଙ୍କ ଘରେ ଭିକ୍ଷା ପାଇଁ ପହଞ୍ଚିଲେ। ସେ ଦ୍ୱାର ପାଖରେ ଠିଆ ହୋଇ ଭିକ୍ଷା ପାଇଁ ଡାକିଲେ। କୃଷକଙ୍କ ଘରେ ସେ ଦିନ ଆନନ୍ଦର ଦିନ ଥିଲା। ସାଧୁ ମହାରାଜଙ୍କୁ ଦ୍ୱାର ପାଖରେ ଠିଆ ହୋଇଥିବା ଦେଖି କୃଷକ ତାଙ୍କ ଘରୁ ବାହାରକୁ ଆସି ସନ୍ଥଙ୍କୁ କହିଲେ, ହେ ମହାତ୍ମା, ଆପଣ ଏକ ଅତ୍ୟନ୍ତ ଶୁଭ ଅବସରରେ ମୋ ଘରକୁ ଆସିଛନ୍ତି। ଦୟାକରି ଭିତରକୁ ଆସନ୍ତୁ। କିଛି ଜଳପାନ କରନ୍ତୁ ଏବଂ ମୋ ପୁଅକୁ ଆଶୀର୍ବାଦ କରନ୍ତୁ। ବହୁତ ଦିନ ପରେ ମୋ ଘରେ ଏକ ସନ୍ତାନ ଜନ୍ମ ହୋଇଛି। କୃଷକ ସନ୍ଥଙ୍କୁ ବାରମ୍ବାର ଅନୁରୋଧ କରିବାରୁ ସନ୍ଥ ମନା କରିପାରିଲେ ନାହିଁ ଏବଂ କୃଷକଙ୍କ ଘରେ ପ୍ରବେଶ କଲେ। ସ୍ୱାମୀ ସ୍ତ୍ରୀ ଅତ୍ୟନ୍ତ ଭକ୍ତି ସହିତ ସନ୍ଥଙ୍କୁ ଖାଦ୍ୟ ପ୍ରଦାନ କଲେ। ଭୋଜନ ପରେ କୃଷକ ସନ୍ଥଙ୍କୁ କହିଲେ, ହେ ମହାତ୍ମା, ଏହା ମୋର ଏକମାତ୍ର ପୁଅ। ଦୟାକରି ତାକୁ ଆଶୀର୍ବାଦ କରନ୍ତୁ, ଯେପରି ସେ ତା ଜୀବନରେ କେବେ ଦୁଃଖ କିମ୍ବା କଷ୍ଟ ପାଇବନି। ଯେତେବେଳେ ସନ୍ଥ ପିଲାକୁ ଆଶୀର୍ବାଦ କରିବା ପାଇଁ ହାତ ଟେକିଲେ, ତାଙ୍କ ଦୃଷ୍ଟି ପିଲାର ହାତ ଉପରେ ପଡ଼ିଲା। ପିଲାଟିର ହାତରେ ଏକ ଚିହ୍ନ ଦେଖି ଋଷି ଭାବିବାକୁ ଲାଗିଲେ। ଯେତେବେଳେ କୃଷକ ଋଷିଙ୍କୁ ଚିନ୍ତାରେ ହଜିଯାଇଥିବା ଦେଖିଲେ, ପୁରିଆ ପଚାରିଲା, ମହାତ୍ମା, କଥା କ'ଣ? ଆପଣ ମୋ ପୁଅର କ'ଣ ଦେଖି ଏତେ ଚିନ୍ତିତ? ସବୁ କିଛି ଠିକ ଅଛି ତ? ଋଷି ଉତ୍ତର ଦେଲେ, ପୁତ୍ର, ଚିନ୍ତା କରିବାର କିଛି ନାହିଁ। ସବୁ କିଛି ଠିକ ଅଛି। ତୁମର ପୁଅ ବହୁତ ଭାଗ୍ୟବାନ। ତୁମ ଘରେ ଜନ୍ମ ହୋଇଥିବା ପିଲାର ହସ୍ତରେଖା ସୂଚାଇ ଦିଏ ଯେ ତା ଭାଗ୍ୟରେ ରାଜଯୋଗ ଅଛି। ସେ 16 ବର୍ଷ ବୟସରେ ଏ ରାଜ୍ୟର ରାଜା ହେବ। ଏହାକୁ ଗରିବ ଚାଷୀ ପୁରିଆ ସହଜରେ ବିଶ୍ୱାସ କଲେନି। କହିଲେ, ଋଷି ମହାତ୍ମା, ଏହା କିପରି ସମ୍ଭବ? ଜଣେ ଗରିବ ଲୋକର ପୁଅ କିପରି ରାଜା ହୋଇପାରିବ? ଋଷି ଚାଷୀକୁ ବୁଝାଇଲେ, ଈଶ୍ୱରଙ୍କ ଦୟା ହେଲେ ସବୁ କିଛି ସମ୍ଭବ। ତୁମ ପୁଅ ନିଶ୍ଚିତ ଭାବରେ ତାଙ୍କ ପୂର୍ବ ଜନ୍ମରେ କିଛି ପୁଣ୍ୟ କାର୍ଯ୍ୟ କରିଥିଲେ, ଯାହା ତାଙ୍କୁ ଏହି ଜନ୍ମରେ ରାଜତ୍ୱ ପ୍ରଦାନ କରିବ। ଆହୁରି ବୁଝାଇ ଦେଇ ଋଷି କହିଲେ, ପୁତ୍ର, ତୁମର ପୁଅ 16 ବର୍ଷ ବୟସ ହେବା ମାତ୍ରେ ସେ ଏହି ରାଜ୍ୟର ରାଜାଙ୍କ ଏକମାତ୍ର ଝିଅକୁ ବିବାହ କରିବ। ବିବାହ ପରେ ତୁମର ପୁଅ ରାଜାଙ୍କ ଧନ ଏବଂ ସିଂହାସନର ଉତ୍ତରାଧିକାରୀ ହେବ। ମୁଁ ତୁମକୁ ଏସବୁ ବିନା କାରଣରେ କହୁନାହିଁ। ଏହି ପିଲାର ହାତ ପାପୁଲିରେ ଥିବା ରେଖା ଏହା ସୂଚାଉଛି। ଯେତେବେଳେ କୃଷକ ଏବଂ ତାଙ୍କ ସ୍ତ୍ରୀ ଋଷିଙ୍କ ଏହି କଥା ଶୁଣିଲେ, ସେମାନେ ବହୁତ ଖୁସି ହେଲେ ଯେ ସେମାନଙ୍କ ଘରେ କେବଳ କୌଣସି ସାଧାରଣ ପିଲା ନୁହେଁ, ବରଂ ଏ ରାଜ୍ୟର ରାଜା ଜନ୍ମ ହୋଇଛନ୍ତି। ଯେତେବେଳେ ରାଜ୍ୟବାସୀଙ୍କୁ ଏହି ଖବର ମିଳିଲା, ଦୂରଦୂରାନ୍ତରୁ ଲୋକମାନେ କୃଷକଙ୍କ ଘରକୁ ଆସିବାକୁ ଆରମ୍ଭ କଲେ। ଲୋକମାନେ କୃଷକଙ୍କ ଘରେ ଭିଡ଼ ଜମାଇଲେ। ରାମାନୁଜ ଶିଷ୍ୟମାନଙ୍କୁ କହିଲେ, ପିଲାଟି ଯେଉଁ ରାଜ୍ୟରେ ଜନ୍ମ ହୋଇଥିଲା ତାହା ଥିଲା ପାଟଣା ରାଜ୍ୟ। ସେହି ରାଜ୍ୟର ରାଜା ଥିଲେ ଦିବ୍ୟବର୍ଦ୍ଧନ। ସେ ପ୍ରବଳ ଅହଙ୍କାରୀ ଥିଲେ ଓ ଧରାକୁ ସରା ମଣୁଥିଲେ।
ଥରେ ଦିବ୍ୟବର୍ଦ୍ଧନ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ। ରାଜା ଏକ ହରିଣକୁ ଦେଖି ତାକୁ ଶିକାର ପାଇଁ ତା ପଛେ ପଛେ ଘୋଡ଼ା ଛୁଟାଇଲେ। ସେ ବହୁତ ଦୂର ପର୍ଯ୍ୟନ୍ତ ହରିଣକୁ ପିଛା କଲେ ଏବଂ ତାଙ୍କ ସହିତ ଥିବା ସୈନିକମାନେ ପଛରେ ରହିଗଲେ। ରାଜା ବହୁତ ସମୟ ପର୍ଯ୍ୟନ୍ତ ହରିଣକୁ ପିଛା କଲେ, କିନ୍ତୁ ସେ ତାହାକୁ ଧରି ପାରିଲେ ନାହିଁ। କାରଣ ଘନ ଜଙ୍ଗଲ ଯୋଗୁଁ ଏହା ତାଙ୍କ ଦୃଷ୍ଟିରୁ ଲୁଚିଗଲା। ଏହି ସମୟରେ ରାଜାଙ୍କୁ ବହୁତ ଶୋଷ ଲାଗିଲା। ସେ ଚାରିଆଡ଼େ ପାଣି ଖୋଜିଲେ, କିନ୍ତୁ ପାଖରେ କୌଣସି ଉତ୍ସ ପାଇଲେ ନାହିଁ। ପାଣି ଖୋଜିବା ପାଇଁ ସେ ଆହୁରି ଆଗକୁ ବଢ଼ିବା ସମୟରେ ସେ ଏକ ଗାଁ ପାଖରେ ପହଞ୍ଚିଲେ। ଏହା ସେହି ଗାଁ ଥିଲା ଯେଉଁଠାରେ କୃଷକଙ୍କ ଘରେ ଏକ ଶିଶୁ ଜନ୍ମ ହୋଇଥିଲା। ରାଜା ପାଖକୁ ଯିବା ମାତ୍ରେ ସେ ଗାଁ ବାହାରେ ଏକ କୁଡ଼ିଆ ଦେଖିଲେ, ଯେଉଁଠାରେ ଜଣେ ସାଧୁ କୁଡ଼ିଆ ବାହାରେ ଧ୍ୟାନ କରୁଥିଲେ। ରାଜା ସାଧୁଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣାମ କଲେ ଏବଂ କହିଲେ, ହେ ମହାତ୍ମା, ମୁଁ ବହୁତ ତୃଷାର୍ତ୍ତ। ଯଦି ମୁଁ କିଛି ପାଣି ପାଇପାରିବି, ତେବେ ଏହା ଏକ ମହାନ ଅନୁଗ୍ରହ ହେବ। ସାଧୁ କହିଲେ, ରାଜା, ଦୟାକରି ଟିକିଏ ଅପେକ୍ଷା କରନ୍ତୁ। ମୁଁ ତୁରନ୍ତ ତୁମକୁ ପାଣି ଆଣି ଦେଉଛି। ଏହା କହି ମହାତ୍ମା ଭିତରକୁ ଚାଲିଗଲେ। ସେ କୁଡ଼ିଆ ଭିତରକୁ ଗଲେ। କିଛି ସମୟ ପରେ ମହାତ୍ମା ଏକ ପାଣି ପୂର୍ଣ୍ଣ ପାତ୍ର ଧରି ବାହାରି ଆସିଲେ। ସାଧୁ ରାଜାଙ୍କୁ ପାତ୍ରଟି ଦେଲେ। ରାଜା ପାଣି ପିଇ ତାଙ୍କ ତୃଷା ମେଣ୍ଟାଇଲେ। ସେ ଯିବାକୁ ଉଦ୍ୟତ ହେବା ସମୟରେ ଦୂରରୁ ଦେଖିଲେ ଯେ କୃଷକଙ୍କ ପୁଅକୁ ଦେଖିବା ପାଇଁ ତାଙ୍କ ଘରେ ବହୁ ଲୋକ ଏକତ୍ରିତ ହୋଇଛନ୍ତି। ରାଜା ଏତେ ଲୋକଙ୍କୁ ଦେଖି ମହାତ୍ମାଙ୍କୁ ପଚାରିଲେ, ହେ ଗୁରୁଦେବ, ଏମାନେ ସମସ୍ତେ କୁଆଡ଼େ ଆସିଛନ୍ତି? ସାଧୁ ଉତ୍ତର ଦେଲେ, ରାଜା, ସେହି ବିଶେଷ ପିଲାଟିକୁ ଦେଖିବାକୁ ଲୋକ ଯାଉଛନ୍ତି। ରାଜା କହିଲେ, ସେହି ପିଲାଟିର ବିଶେଷ କ'ଣ, ଯାହାକୁ ଦେଖିବାକୁ ସମସ୍ତେ ଆସିଛନ୍ତି? ମହାତ୍ମା ଉତ୍ତର ଦେଲେ, ରାଜା, ସେହି ପିଲାଟିର ହାତରେ ଏକ ନୀଳ ଚିହ୍ନ ଅଛି, ଯାହା ସୂଚାଇ ଦିଏ ଯେ ସେ ଏହି ରାଜ୍ୟର ରାଜା ହେବ। ରାଜା ଉତ୍ତର ଦେଲେ, ମହାତ୍ମା, ଏସବୁ ମିଛ। ଏହା କେବେ ହେଲେ ହୋଇପାରିବ ନାହିଁ, କାରଣ ମୁଁ ଏହି ରାଜ୍ୟର ରାଜା। ମୁଁ କାହିଁକି ସେହି ଗରିବ କୃଷକର ପୁଅକୁ ମୋ ରାଜ୍ୟର ରାଜା କରିବି? ଋଷି କହିଲେ, ରାଜା, କେହି ଚାହିଁଲେ କାହାକୁ ରାଜା କିମ୍ବା ଗରିବ କରିପାରିବେ ନାହିଁ। ଭାଗ୍ୟରେ ଯାହା ଲେଖା ଥିବ ତାହା ନିଶ୍ଚୟ ଫଳିବ। ତୁମେ ଚାହିଁଲେ ବି କିଛି କରିପାରିବ ନାହିଁ। ସେହି କୃଷକ ପୁଅ 16 ବର୍ଷ ବୟସରେ ଏ ରାଜ୍ୟରେ ରାଜା ହେବ। ସେ ଆପଣଙ୍କ ଏକମାତ୍ର ଝିଅକୁ ବିବାହ କରିବ ଏବଂ ବିବାହ ପରେ ସେ ଏହି ରାଜ୍ୟର ରାଜା ହେବ। ରାଜା କହିଲେ, ମହାତ୍ମା, କେଉଁ ଝିଅକୁ? କାହାର ଝିଅ? ମୋର କୌଣସି ସନ୍ତାନ ନାହାନ୍ତି, ତେବେ ଆପଣଙ୍କର ଭବିଷ୍ୟବାଣୀ କିପରି ସତ୍ୟ ହେବ? ଋଷି କହିଲେ, ରାଜା, ଆଜିଠାରୁ ଗୋଟିଏ ବର୍ଷ ପରେ ଆପଣଙ୍କ ରାଣୀଙ୍କ ଗର୍ଭରୁ ଏକ କନ୍ୟା ଜନ୍ମ ହେବ। ଏହି ଗରିବ କୃଷକର ପୁଅ ସେହି ଝିଅକୁ ବିବାହ କରିବ ଏବଂ ବିବାହ ପରେ ସେ ଏହି ରାଜ୍ୟର ରାଜା ହେବ। ରାମାନୁଜ କହିଲେ, ଯେତେବେଳେ ରାଜା ଋଷିଙ୍କ ଠାରୁ ଏହି କଥା ଶୁଣିଲେ, ସେ ଖୁସି ହେଲେ, ଏହା ସହ ଦୁଃଖିତ ବି ହେଲେ। ରାଜାଙ୍କର ଖୁସି ଏଇଆ ଥିଲା ଯେ ତାଙ୍କ ପରିବାରରେ ଏକ କନ୍ୟା ଜନ୍ମ ହେବ ଏବଂ ସେ ପିତା ହେବେ। କିନ୍ତୁ ତାଙ୍କ ଦୁଃଖ ହେଲା, ତାଙ୍କ ଝିଅ ଜଣେ ଗରିବ ଚାଷୀଙ୍କ ପୁଅ ସହିତ ବିବାହ କରିବ। ଏହା ଖାଲି ରାଜାଙ୍କୁ ଦୁଃଖିତ କଲାନି, କ୍ରୋଧିତ ମଧ୍ୟ କଲା। ରାଜା ମନେ ମନେ ଭାବିଲେ, ଏକ ସାଧାରଣ ଚାଷୀଙ୍କ ପୁଅ କିପରି ମୋର ଜ୍ୱାଇଁ ହୋଇପାରିବ? ମୁଁ କେବେ ଏହା ହେବାକୁ ଦେବି ନାହିଁ। ଏହା ଭାବି ରାଜା ସାଧୁଙ୍କ ପାଖକୁ ଯାଇ କହିଲେ, ତୁମେ କ'ଣ ଭାବୁଛ? ମୁଁ କ'ଣ ମୋ ଝିଅକୁ ଜଣେ ସାଧାରଣ ଚାଷୀଙ୍କ ପୁଅ ସହିତ ବିବାହ ଦେବି? ସାଧୁ ହସି ହସି ଉତ୍ତର ଦେଲେ, ରାଜା, ସେହି ପିଲାର ଭାଗ୍ୟରେ ଯାହା ଲେଖା ଅଛି ତାହା କେହି ଲିଭାଇ ପାରିବେ ନାହିଁ। କାରଣ ପରମେଶ୍ୱର ଯାହା ଲେଖିଛନ୍ତି ତାହା ପଥରରେ ଖୋଦିତ ରେଖା ପରି, କେହି ଏହାକୁ ଚାହିଁଲେ ବି ହଟାଇ ପାରିବେ ନାହିଁ। ସନ୍ଥ ରାମାନୁଜ କହିଲେ, ରାଜା ନିଜ ଶକ୍ତି ଉପରେ ବହୁତ ଗର୍ବ କରୁଥିଲେ। ସେ କହିଲେ, ମହାତ୍ମା ଜୀ, ଯାହା ହେଉନା କାହିଁକି, ମୁଁ କେବେ ମୋ ଝିଅକୁ ସେହି ଦରିଦ୍ର ଚାଷୀଙ୍କ ପୁଅ ସହିତ ବିବାହ କରିବାକୁ ଦେବି ନାହିଁ। ଏବଂ ଭାଗ୍ୟ ଯାହା ଲେଖିଛି ତାକୁ ଲିଭାଇ ଦେବାର ଶକ୍ତି ମୋର ଅଛି। ହସି ହସି ମହାତ୍ମା କହିଲେ, ରାଜା, ମୁଁ ଏଠାରେ ଅଛି ଓ ତୁମେ ମଧ୍ୟ ଏଠାରେ ଅଛ। ସମୟ ଆସିବାକୁ ଦିଅ ଏବଂ ଆମେ ଦେଖିବା କିଏ ଜିତିବ। ରାଜା କହିଲେ, ଠିକ୍ ଅଛି ମହାତ୍ମା ଜୀ, ସମୟ ଆସିବାକୁ ଦିଅ, ତାପରେ ତୁମେ ଦେଖିବ। ଏହା କହି ରାଜା ଋଷିଙ୍କୁ ପ୍ରଣାମ କଲେ, ତାଙ୍କ ଘୋଡ଼ାରେ ଚଢ଼ି ତାଙ୍କ ରାଜପ୍ରାସାଦକୁ ଚାଲିଗଲେ। ରାଜପ୍ରାସାଦରେ ପହଞ୍ଚି ରାଜା ଚିନ୍ତା କଲେ, ବାଉଁଶ ଥିଲେ ତ ବଇଁଶୀ ବାଜିବ। ଯେ କୌଣସି ସ୍ଥିତିରେ ସେହି ମୂଲ୍ୟହୀନ ଦରିଦ୍ର କୃଷକର ପୁଅ ସହିତ ମୋ ଝିଅକୁ ବିବାହ ନ ଦେବା ପାଇଁ ମୁଁ କ'ଣ କରିପାରିବି? ରାଜା ସାରା ରାତି ଏହି ଦ୍ୱନ୍ଦ୍ୱରେ ବିତାଇଲେ। ବହୁତ ଚିନ୍ତା କରିବା ପରେ ସେ ଏକ ସମାଧାନ ବାହାର କଲେ। ପରଦିନ ଜଣେ ବ୍ରାହ୍ମଣ ବେଶରେ ସେ କୃଷକର ଗ୍ରାମକୁ ଗଲେ।
ଗାଁରେ ପହଞ୍ଚି ସେ ଗ୍ରାମବାସୀଙ୍କୁ ପଚାରିଲେ ଯେ କୃଷକର କେଉଁ ଘର ଯେଉଁଠାରେ କିଛି ଦିନ ପୂର୍ବରୁ ଏକ ଶିଶୁ ଜନ୍ମ ହୋଇଥିଲା। ଗ୍ରାମବାସୀମାନେ ତାଙ୍କୁ ଗରିବ କୃଷକ ଘରର ଠିକଣା ଦେଲେ। ରାଜା କୃଷକର ଘରେ ପହଞ୍ଚି ବାହାରୁ ଡାକିଲେ, ଘରେ କେହି ଅଛନ୍ତି କି? ଦୟାକରି ଆମକୁ କିଛି ଦାନ କରନ୍ତୁ, ଆମେ ଭୋକିଲା ବ୍ରାହ୍ମଣ। ଡାକ ଶୁଣି କୃଷକ ତାଙ୍କ ଘରୁ ବାହାରକୁ ଆସି ବ୍ରାହ୍ମଣଙ୍କୁ ପ୍ରଣାମ କଲେ। କୃଷକ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି? ତାପରେ ବ୍ରାହ୍ମଣ ବେଶୀ ରାଜା କହିଲେ, ଦୟାକରି ଆମକୁ କିଛି ଦାନ କରନ୍ତୁ, ଆମେ ବହୁତ ଦୂରରୁ ଆସିଛୁ। ତାପରେ ବ୍ରାହ୍ମଣ ଚାଷୀକୁ କହିଲେ, ମୁଁ ତୁମ ଭାଗ୍ୟ ଦେଖିପାରୁଛି। ମୁଁ ଅନୁଭବ କରୁଛି ଯେ ତୁମ ଘରେ ଏକ ପୁଅ ଜନ୍ମ ହୋଇଛି। ତୁମ ପୁଅର ଡାହାଣ ହାତରେ ଏକ ନୀଳ ଚିହ୍ନ ଅଛି। ଚାଷୀ ଉତ୍ତର ଦେଲା, ହଁ ବାବା। ବ୍ରାହ୍ମଣ ବେଶୀ ରାଜା କହିଲେ, ଆମକୁ ସେହି ପୁଅ ଦେଖାଅ। ଚାଷୀ ତାଙ୍କ ପୁଅକୁ ଘରୁ ବାହାର କରି ଆଣି ବ୍ରାହ୍ମଣଙ୍କୁ ଦେଖାଇଲେ। ବ୍ରାହ୍ମଣ ପୁଅକୁ ଦେଖିଲେ ଓ କହିଲେ, ଯଦି ଏହି ପୁଅ ତୁମ ସହିତ ରହିବ, ତେବେ ସେ 16 ବର୍ଷ ଭିତରେ ମରିଯିବ। ତୁମେ ଏହି ପିଲାକୁ କାହାକୁ ଦାନ କରିଦେଲେ ସେ ବଞ୍ଚିଯିବ। 16 ବର୍ଷ ପରେ ସେ ତୁମକୁ ଫେରାଇ ଦେବ। ତାର ସମସ୍ତ ରିଷ୍ଟ ଏହି ସମୟ ମଧ୍ୟରେ ଖଣ୍ଡନ ହୋଇଯିବ। ଏହା ଶୁଣି ଚାଷୀ କାନ୍ଦିବାକୁ ଲାଗିଲା ଏବଂ କହିଲା, ବ୍ରାହ୍ମଣ ଗୋସାଇଁ, ଆମେ ଆମ ପିଲାକୁ ଆମଠାରୁ ଅଲଗା କରିପାରିବୁ ନାହିଁ। ବ୍ରାହ୍ମଣ କହିଲେ, ଯଦି ତୁମେ ତାକୁ ଅନ୍ୟ କାହାକୁ ଦେବାକୁ ଚାହୁଁନାହଁ, ତେବେ ତାକୁ ମୋତେ ଦିଅ। ମୁଁ ତାକୁ 16 ବର୍ଷ ପରେ ତୁମକୁ ଫେରାଇ ଦେବି। ରାଜା ଆହୁରି ବୁଝାଇଲେ, ଦେଖ ଭାଇ, ମୁଁ ତୁମର ପିଲାକୁ ସବୁଦିନ ପାଇଁ ମାଗୁନାହିଁ। ମୁଁ ତାକୁ 16 ବର୍ଷ ବୟସ ହେବା ପର୍ଯ୍ୟନ୍ତ ମାଗୁଛି। ଯେତେବେଳେ ସେ 16 ବର୍ଷ ହେବ ଏବଂ ବିବାହଯୋଗ୍ୟ ବୟସରେ ପହଞ୍ଚିବ, ମୁଁ ତୁମ ପିଲାକୁ ତୁମକୁ ଫେରାଇ ଦେବି। ତାପରେ ତୁମେ ତୁମର ପୁଅ ସହିତ ଖୁସିରେ ରହିପାରିବ। ମହାତ୍ମା ରାମାନୁଜ କହିଲେ, ଯେତେବେଳେ ସରଳ ଚାଷୀଟି ଛଦ୍ମବେଶୀ ରାଜାଙ୍କ ଏହି କଥା ଶୁଣିଲା, ସେ ତାଙ୍କ କଥାରେ ସତ୍ୟତା ଥିବା ଭାବି ପିଲାଟିକୁ ରାଜାଙ୍କୁ ଦେବାକୁ ରାଜି ହେଲା। କିନ୍ତୁ ସେ ରାଜାଙ୍କ ଗୁପ୍ତ ଉଦ୍ଦେଶ୍ୟ ବୁଝିପାରିଲା ନାହିଁ। ଚାଷୀ ଏହି କଥା ଯାଇ ତାଙ୍କ ପତ୍ନୀଙ୍କୁ କହିଲା। ସ୍ୱାମୀଙ୍କଠାରୁ ଏହି କଥା ଶୁଣି ଚାଷୀଙ୍କ ସ୍ତ୍ରୀ ପ୍ରଥମେ ମନା କରିଦେଲେ। କିନ୍ତୁ ଯେତେବେଳେ ଚାଷୀ ବୁଝାଇଲା, ସେମାନଙ୍କ ପିଲାକୁ ସବୁଦିନ ପାଇଁ ନୁହେଁ, ବରଂ କିଛି ବର୍ଷ ପାଇଁ ତାଙ୍କ ଘରେ ବ୍ରାହ୍ମଣ ରଖିବାକୁ ଚାହାନ୍ତି, କୃଷକର ସ୍ତ୍ରୀ ତାଙ୍କ ପିଲାଟିକୁ ବ୍ରାହ୍ମଣଙ୍କୁ ଦେବାକୁ ରାଜି ହେଲେ। କୃଷକ ଦମ୍ପତି ସେମାନଙ୍କ ପ୍ରିୟ ପିଲାଟିକୁ ନେଇ ଯେତେବେଳେ ବ୍ରାହ୍ମଣ ରୂପୀ ଛଦ୍ମବେଶୀ ରାଜାଙ୍କୁ ଦେଲେ, ସେତେବେଳେ କହିଲେ, ଆମର ଗୋଟିଏ ସର୍ତ୍ତ ଅଛି। ଛଦ୍ମବେଶୀ ରାଜା କହିଲେ, ସର୍ତ୍ତ କ'ଣ? କୃଷକଙ୍କ ସ୍ତ୍ରୀ କହିଲେ, ଯେତେବେଳେ ମୋ ପୁଅକୁ 16 ବର୍ଷ ହେବ, ତୁମେ ତାକୁ ଆମକୁ ଫେରାଇ ଦେବ। ଯଦି ତୁମେ ଏହି ସର୍ତ୍ତରେ ରାଜି, ତେବେ ଆମେ ତୁମକୁ ଆମର ପିଲା ଦେବୁ। ରାଜା କହିଲେ, ମୁଁ ତୁମର ସମସ୍ତ ସର୍ତ୍ତ ଗ୍ରହଣ କରୁଛି। ଏବେ ଦୟାକରି ମୋତେ ତୁମର ପିଲା ଦିଅ। ଯେତେବେଳେ ତୁମର ପିଲା 16 ବର୍ଷ ହେବ ଏବଂ ବିବାହଯୋଗ୍ୟ ବୟସରେ ପହଞ୍ଚିବ, ମୁଁ ତୁମ ପୁଅକୁ ଫେରାଇ ଦେବି। ବିଳମ୍ବ କର ନାହିଁ, ତୁମର ପିଲାକୁ ମୋତେ ହସ୍ତାନ୍ତର କର। ମୁଁ ତୁମ ଅପେକ୍ଷା ଏହି ପିଲାର ଭଲ ଯତ୍ନ ନେବି। ଏହିପରି ପିଲାର ମଙ୍ଗଳ ପାଇଁ କୃଷକ ଦମ୍ପତି ସେମାନଙ୍କର ନବଜାତ ଶିଶୁକୁ ବ୍ରାହ୍ମଣ ବେଶରେ ଥିବା ରାଜାଙ୍କ ହାତରେ ସମର୍ପଣ କଲେ। ରାଜା ଖୁସିରେ ତାଙ୍କ ଯାତ୍ରା ଆରମ୍ଭ କଲେ। ରାଜା ଅତ୍ୟନ୍ତ ଖୁସି ହେଲେ, କାରଣ ସେ ତାଙ୍କ ଯୋଜନାରେ ସଫଳ ହେଲେ। ରାଜା ପିଲାଟିକୁ ନଦୀ କୂଳକୁ ନେଇଗଲେ। ନଦୀ କୂଳରେ ପହଞ୍ଚି ରାଜା ଭାବିଲେ, ମୁଁ ଏହି ପିଲାଟିକୁ ଗଳା କାଟି ହତ୍ୟା କରିବି ଏବଂ ତାକୁ ମାରିବା ପରେ ତାର ଶରୀରକୁ ନଦୀରେ ଫିଙ୍ଗିଦେବି। କିନ୍ତୁ ସେ ଯେତେବେଳେ ପିଲାଟିର ନିର୍ଦ୍ଦୋଷ ମୁହଁ ଦେଖିଲେ, ତାଙ୍କ ମନ ପରିବର୍ତ୍ତନ ହେଲା। ସେ ଭାବିବାକୁ ଲାଗିଲେ, ମୋ ସହିତ ଏହି ପିଲାଟି ଏପରି କ'ଣ ଭୁଲ କରିଛି ଯେ ତାକୁ ମୁଁ ହତ୍ୟା କରିବାକୁ ଚାହୁଁଛି। ଏହି ନିଷ୍ପାପ ଶିଶୁକୁ ହତ୍ୟା କରିବାର ପାପ କାହିଁକି ମୁଁ ନିଜ ଉପରେ ନେବି? ଏହି ପାପ ପାଇଁ ମୋତେ ନରକରେ ମଧ୍ୟ ସ୍ଥାନ ମିଳିବ ନାହିଁ। ଯେତେବେଳେ ରାଜା ତାଙ୍କ ବିବେକର ଏହି ଶବ୍ଦ ଶୁଣିଲେ, ତାଙ୍କ ହାତ ଥରିବାକୁ ଲାଗିଲା। ସେ ପିଲାଟିକୁ ମାରିବାକୁ ଅସମର୍ଥ ହେଲେ। ତାପରେ ସେ ଭାବିଲେ, ମୁଁ ଏହି ପିଲାଟିର ଭାଗ୍ୟକୁ ଲିଭାଇବା ପାଇଁ କ'ଣ କରିବା ଉଚିତ? ବହୁତ ବିଚାର କରିବା ପରେ ରାଜା ନିଷ୍ପତ୍ତିରେ ପହଞ୍ଚିଲେ, ମୁଁ ଏହି ପିଲାଟିକୁ ଏକ କାଠ ବାକ୍ସରେ ବନ୍ଦ କରି ତାକୁ ଜୀବନ୍ତ ପାଣିରେ ଫିଙ୍ଗିଦେବି। ଏହା ଦ୍ୱାରା ମୋତେ ଶିଶୁ ହତ୍ୟା ପାପରୁ ରକ୍ଷା ମିଳିବ ଏବଂ ମୋ ଝିଅର ବିବାହ ମଧ୍ୟ ଏହା ସହ ହୋଇପାରିବ ନାହିଁ। ଏହି ଚିନ୍ତା ମନରେ ରଖି ରାଜା ଏକ କାଠ ବାକ୍ସ ତିଆରି କରି ସେଥିରେ କୃଷକଙ୍କ ପୁଅକୁ ରଖି ନିଜ ରାଜ୍ୟରେ ବହି ଯାଉଥିବା ଶୁକ ତେଲ ନଦୀରେ ଭସାଇ ଦେଲେ ଓ ଏହାପରେ ରାଜା ତାଙ୍କ ପ୍ରାସାଦକୁ ଫେରିଆସିଲେ। ରାଜା ଭାବିଲେ, ମୁଁ ଆଜି ଭଗବାନଙ୍କ ଭାଗ୍ୟ ଲେଖାକୁ ଲିଭାଇ ଦେଲି। କାରଣ ରାଜା ଭାବୁଥିଲେ ଯେ ବାକ୍ସଟି ପବନ ମାଡ଼ରେ ହଲଚଲ ହୋଇ ଶେଷରେ ନଦୀରେ ବୁଡ଼ିଯିବ ଓ ପିଲାଟିର ମୃତ୍ୟୁ ହେବ।
जदि पिलाटी बंचिबनी से किभଳି तांको झियोकु विवाह करिबो। एहा परे रामानुज कहिले राजा कृषकंको पिलाटी को सुक तेल नदी रे भसाई देई चाली गले। तापरे बाक्सटी नदी रे भासी जाई सुवर्णपुर नगर महानदी कूଳରେ लागिला। ସେହି ସହରର ଜଣେ ଧନୀ ବ୍ୟବସାୟୀ ପ୍ରତିଦିନ ସକାଳେ ନଦୀରେ ଗାଧୋଇବାକୁ ଆସୁଥିଲେ। ସେହି ଦିନ ଯେତେବେଳେ ବ୍ୟବସାୟୀ ନଦୀକୁ ଗାଧୋଇବାକୁ ଆସିଲେ ସେ ନଦୀରେ ଏକ ବାକ୍ସ ଭାସୁଥିବା ଦେଖିଲେ। ବ୍ୟବସାୟୀ ପାଣିରେ ବାକ୍ସଟି ଭାସୁଥିବା ଦେଖି ତା ପାଖକୁ ଯାଇ ଖୋଲି ଭିତରକୁ ଚାହିଁଲେ। ବ୍ୟବସାୟୀ ବାକ୍ସଟି ଖୋଲିବା ମାତ୍ରେ ଦେଖିଲେ ଯେ ଭିତରେ ଏକ ନବଜାତ ଶିଶୁ ଆରାମରେ ଶୋଇଛି। ସେ ତା ପାଦ ଆଙ୍ଗୁଠି ଚୋଷୁଛି। ତାଙ୍କର ଆଶ୍ଚର୍ଯ୍ୟର ସୀମା ନଥିଲା। ବ୍ୟବସାୟୀ ତୁରନ୍ତ ଶିଶୁଟିକୁ କୋଳେଇ ନେଲେ। ସେଠ ଭାବିଲେ ମୁଁ ପ୍ରତିଦିନ ପୁଣ୍ୟ ମହାନଦୀକୁ ଗାଧୋଇବାକୁ ଆସୁଛି। ମୋର ମହାନଦୀ ମାଙ୍କ ଉପରେ ବିଶ୍ୱାସ ଅଛି। ସେଥିପାଇଁ ମାତା ମହାନଦୀ ମୋତେ ଏହି ପିଲାଟିକୁ ଉପହାର ଦେଇ ଖୁସି କରିଛନ୍ତି। ମହାନଦୀ ମାତା ଏତେ ଦୟାଳୁ ଯେ ସେ ମୋ କୋଳରେ ଏତେ ସୁନ୍ଦର ପିଲାଟିକୁ ଦେଲେ। ସେଠ ମାତା ମହାନଦୀଙ୍କୁ ପ୍ରଣାମ କଲେ ଏବଂ ପିଲାଟିକୁ ତାଙ୍କ ସ୍ତ୍ରୀଙ୍କ ପାଖକୁ ନେଇଗଲେ। ସେଠଙ୍କ ସ୍ତ୍ରୀ ଯେତେବେଳେ ପିଲାଟିକୁ ଦେଖିଲା ଏହା କାହାର ପିଲା ବୋଲି ପଚାରିଲେ ସେଠ ସମସ୍ତ ଘଟଣା ବର୍ଣ୍ଣନା କଲେ ଏବଂ କହିଲେ ମହାନଦୀ ମା ଆମ କାନ୍ଦ ଶୁଣିଛନ୍ତି। ସେ ଏହି ପିଲାଟିକୁ ଆମ ନିଃସନ୍ତାନ ଘରକୁ ପଠାଇ ଦେଇଛନ୍ତି। ସେଠଙ୍କ ସ୍ତ୍ରୀ ହାତ ଯୋଡ଼ି ନୀରବରେ ମାତା ମହାନଦୀଙ୍କୁ ଧନ୍ୟବାଦ ଦେଲେ। ମାତା ମହାନଦୀଙ୍କୁ ଧନ୍ୟବାଦ ଦେବା ପରେ ସେଠଙ୍କ ସ୍ତ୍ରୀ ସେଠଙ୍କ ହାତରୁ ପିଲାଟିକୁ ନେଇ ତାଙ୍କୁ ଆଦର କରିବାକୁ ଲାଗିଲେ। ସେଠ ଏବଂ ତାଙ୍କ ସ୍ତ୍ରୀ ପିଲାଟିକୁ ବହୁତ ପ୍ରେମରେ ବଡ଼ କଲେ, ତାକୁ ଭଲ ଭାବରେ ଶିକ୍ଷା ଦେଲେ ଏବଂ ତାକୁ ନିଜ ଗୋଡ଼ରେ ଠିଆ କରାଇଲେ। ଏହିପରି ଭାବରେ କୃଷକଙ୍କ ପୁଅ ସେଠ ଏବଂ ତାଙ୍କ ସ୍ତ୍ରୀଙ୍କ ଘରେ 16 ବର୍ଷ ରହିଲା ଏବଂ ପିଲାଟି ଏବେ ଯୁବକ ହୋଇଗଲା। ଦିନେ ପିଲାଟି ତାର ବନ୍ଧୁମାନଙ୍କ ସହିତ ଖେଳୁଥିଲା ଯେତେବେଳେ ଅନ୍ୟ ରାଜ୍ୟର ଜଣେ ରାଜାଙ୍କ ଶୋଭାଯାତ୍ରା ସେହି ବାଟ ଦେଇ ଗଲା। ବନ୍ଧୁଗଣ, ରାଜାଙ୍କ ଶୋଭାଯାତ୍ରା ଗଲାବେଳେ ଠିକ୍ ସେହି ସମୟରେ ଗୋଟିଏ ଛୋଟ ପିଲା କୌଣସି ସ୍ଥାନରୁ ବୁଲି ଆସି ରାଜାଙ୍କ ଗାଡ଼ି ସମ୍ମୁଖରେ ଠିଆ ହେଲା। ରାଜାଙ୍କ ଗାଡ଼ି କିଛି ଦେଖି ନ ପାରି ଆଗକୁ ବଢ଼ିଲା। ଏହି ସମୟରେ ସେଠଙ୍କ ପୁଅ ତାଙ୍କ ବନ୍ଧୁମାନଙ୍କ ସହିତ ଖେଳୁଥିଲା ପିଲାଟିକୁ ଦେଖିଲା। ପିଲାଟିକୁ ଦେଖି ସେ ଚିତ୍କାର କରି ରାଜାଙ୍କ ଗାଡ଼ି ପାଖକୁ ଦୌଡ଼ିଗଲା ଏବଂ ବହୁତ ଚତୁରତାର ସହିତ ସେ ନିରୀହ ପିଲାଟିକୁ ଉଦ୍ଧାର କଲା। ରାମାନୁଜ କହିଲେ ଯେଉଁ ପିଲାଟି ରାଜାଙ୍କ ଗାଡ଼ି ଆଗରୁ ଛୋଟ ପିଲାଟିକୁ ଉଦ୍ଧାର କଲେ ସେ ସେହି ପିଲା ଯାହାକୁ ପାଟଣା ରାଜା ନଦୀରେ ବୁଡ଼ାଇ ମାରି ଦେବାକୁ ଚାହିଁଥିଲେ, ଯାହାକୁ ରାଜା ଛଦ୍ମବେଶରେ ଯାଇ ଚାଷୀ ଘରୁ ଆଣିଥିଲେ। ରାଜାଙ୍କ ନଜର ପିଲାଟିର ହାତ ଉପରେ ପଡ଼ିବା ମାତ୍ରେ ସେଥିରେ ଥିବା ନୀଳ ଚିହ୍ନ ଦେଖି ସେ ମନେ ପକାଇଲେ ଏହା ସେହି ପିଲା ଯାହାକୁ ସେ ନଦୀରେ ଫିଙ୍ଗି ଦେଇଥିଲେ। କିନ୍ତୁ ସେ କିପରି ବଞ୍ଚିଲା? ରାଜା ତୁରନ୍ତ ତାଙ୍କ ଗାଡ଼ିକୁ ଅଟକିବାକୁ ଇଙ୍ଗିତ କଲେ ଏବଂ ତାଙ୍କ ସୈନିକମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ସେମାନେ ଗାଡ଼ି ସାମ୍ନାରୁ ଛୋଟ ପିଲାଟିକୁ ଉଦ୍ଧାର କରିଥିବା ପିଲାଟିକୁ ଧରି ତାଙ୍କ ପାଖକୁ ଆଣିବେ। ସେ ତାଙ୍କ ସାହସିକତା ପାଇଁ ତାଙ୍କୁ ପୁରସ୍କୃତ କରିବାକୁ ଚାହୁଁଛନ୍ତି। ରାଜାଙ୍କ ସୈନିକମାନେ ତୁରନ୍ତ ବ୍ୟବସାୟୀଙ୍କ ପୁଅ ପାଖରେ ପହଞ୍ଚି ତାଙ୍କୁ ସାଙ୍ଗରେ ନେଇ ଆସିଲେ। ଯେତେବେଳେ ବ୍ୟବସାୟୀଙ୍କ ପୁଅ ରାଜାଙ୍କ ପାଖରେ ପହଞ୍ଚିଲା ସେ ପ୍ରଣାମ କରି ପଚାରିଲେ ତୁମେ କିଏ ଏବଂ ତୁମେ ମୋତେ କାହିଁକି ଡାକିଛ? ରାଜା କହିଲେ ପୁତ୍ର, ଆମେ ତୁମର ପଡ଼ୋଶୀ ପାଟନା ରାଜ୍ୟର ରାଜା ଏବଂ ଆମେ ତୁମର ସାହସିକତା ପାଇଁ ପୁରସ୍କୃତ କରିବାକୁ ଚାହୁଁଛୁ। ଆମେ ତୁମକୁ ପୁରସ୍କୃତ କରିବା ପୂର୍ବରୁ ଆମେ ତୁମକୁ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛୁ। ବ୍ୟବସାୟୀଙ୍କ ପୁଅ କହିଲା ମୋତେ କୁହ ମହାରାଜ, ତୁମେ ମୋତେ କ'ଣ ପଚାରିବାକୁ ଚାହୁଁଛ? ରାଜା କହିଲେ ପୁତ୍ର, ତୁମର ଗାଁ କ'ଣ? ତୁମର ପିତାମାତା କିଏ ଏବଂ ତୁମ ହାତରେ ସେହି ନୀଳ ଚିହ୍ନ କ'ଣ? ରାଜା ପଚାରିବା ସମୟରେ ପିଲାଟି ଉତ୍ତର ଦେଲା ମହାରାଜ, ମୋ ପାଖ ଗାଁରେ ରହେ ଏବଂ ମୋ ବାପା ଭରତ ମେହେର ଜଣେ ବହୁତ ଧନୀ ବ୍ୟବସାୟୀ ଏବଂ ତୁମେ ଯେଉଁ ଚିହ୍ନ ବିଷୟରେ କହୁଛ ସେହି ଚିହ୍ନ ମୋ ପିଲାଦିନରୁ ମୋ ହାତରେ ଅଛି। କିନ୍ତୁ ତୁମେ ଏସବୁ କାହିଁକି ପଚାରୁଛ? ରାଜା ଉତ୍ତର ଦେଲେ ଏହା ବିଶେଷ କିଛି ନୁହେଁ। ତାପରେ ରାଜା ବାଳକକୁ କହିଲେ ଆମେ ତୁମର ପିତାମାତାଙ୍କୁ ଭେଟିବାକୁ ଚାହୁଁଛୁ। ତୁମେ ଆମକୁ ତୁମର ପିତାମାତାଙ୍କୁ ଭେଟିବା ପାଇଁ ତୁମ ସହିତ ନେଇଯିବ କି? ବାଳକଟି କହିଲା କାହିଁକି ନୁହେଁ ମହାରାଜ, ଆମ ଘରକୁ ଆପଣ ଆସିଲେ ଏହା ଆମ ପାଇଁ ଏକ ବଡ଼ ସୌଭାଗ୍ୟ ହେବ। ଆସନ୍ତୁ ମହାରାଜ, ମୁଁ ତୁମକୁ ଏବେ ମୋ ପିତାମାତାଙ୍କୁ ଭେଟିବାକୁ ନେଇଯିବି। ରାଜା ନିଶ୍ଚିତ ହେବାକୁ ଚାହୁଁଥିଲେ ଯେ ସେ ଯେଉଁ ପିଲାଟିକୁ ନଦୀରେ ବୁଡ଼ାଇ ଦେଇଥିଲେ ଏହି ପିଲାଟି ସେହି ପିଲା ନା ଅନ୍ୟ କେହି। ବାଳକଟି ସହିତ ରାଜା ଭରତ ମେହେର ଘରକୁ ଗଲେ। ଯେତେବେଳେ ସେଠ ଭରତ ଜଣେ ରାଜାଙ୍କୁ ତାଙ୍କ ପୁଅ ସହିତ ଆସୁଥିବାର ଦେଖିଲେ ସେ ଆଶ୍ଚର୍ଯ୍ୟ ହେଲେ।
କଣ ହୋଇଛି ଯେ ଅନ୍ୟ ରାଜ୍ୟର ଜଣେ ରାଜା ତାଙ୍କୁ ଭେଟିବାକୁ ଆସୁଛନ୍ତି। ଯେତେବେଳେ ରାଜା ଭରତଙ୍କ ପାଖରେ ପହଞ୍ଚିଲେ, ସେଠ ପଚାରିଲେ, ମହାରାଜ, ଆପଣ କେଉଁ ରାଜ୍ୟର ରାଜା ଏବଂ ଆପଣ କେଉଁ ଉଦ୍ଦେଶ୍ୟରେ ମୋ ଦ୍ୱାରକୁ ଆସିଛନ୍ତି? ରାଜା ଉତ୍ତର ଦେଲେ, ସେଠ, ମୁଁ ତୁମର ପଡ଼ୋଶୀ ପାଟଣା ରାଜ୍ୟର ରାଜା ଏବଂ ମୁଁ ତୁମକୁ ଅଭିନନ୍ଦନ ଜଣାଇବା ପାଇଁ ତୁମ ଘରକୁ ଆସିଛି। ଯେତେବେଳେ ସେଠ ପଚାରିଲେ, ଅଭିନନ୍ଦନ କାହାକୁ? ରାଜା କହିଲେ, ତୁମ ପୁଅକୁ। ସେ ସାହସୀ। ଆଜି ତାଙ୍କ ସାହସିକତା ପାଇଁ ଏକ ନିର୍ଦ୍ଦୋଷ ଶିଶୁର ଜୀବନ ରକ୍ଷା ପାଇଛି। ରାଜାଙ୍କ ମୁହଁରୁ ପୁଅର ପ୍ରଶଂସା ଶୁଣି ସେଠ ଗର୍ବିତ ହେଲେ। ସେଠ ଉତ୍ତର ଦେଲେ, ହଁ ପ୍ରଭୁ, ମୋ ପୁଅ ପିଲାଦିନରୁ ସାହସୀ ଏବଂ ଯେବେଠାରୁ ଆମେ ତାଙ୍କୁ ପାଇଛୁ, ଆମ ଘର ଆଶୀର୍ବାଦ ପ୍ରାପ୍ତ ହୋଇଛି। ରାଜା ଉତ୍ତର ଦେଲେ, ଆପଣ ତାଙ୍କୁ ପାଇଛନ୍ତି। ଆପଣ କଣ କହିବାକୁ ଚାହୁଁଛନ୍ତି ମୁଁ ବୁଝିପାରୁନାହିଁ। ସେଠ ଉତ୍ତର ଦେଲେ, ମହାରାଜ, ମୁଁ ଆପଣଙ୍କ ଠାରୁ କିଛି କାହିଁକି ଲୁଚାଇବି? ଏ ମୋର ପ୍ରକୃତ ପୁଅ ନୁହେଁ। ମୁଁ ତାଙ୍କୁ ନଦୀ କୂଳରେ ଏକ ବାକ୍ସରେ ପଡ଼ିଥିବାର ଦେଖିଲି। ରାମାନୁଜ କହିଲେ, ଯେତେବେଳେ ରାଜା ଜାଣିଲେ ଯେ ଏହା ସେହି ପିଲା ଯାହାକୁ ସେ କିଛି ବର୍ଷ ପୂର୍ବରୁ ନଦୀରେ ଫିଙ୍ଗି ଦେଇଥିଲେ, ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଶୁଣି ରାଜା ପୁଣି ଚିନ୍ତିତ ହୋଇଗଲେ। କିଛି ଚିନ୍ତା କରିବା ପରେ ରାଜା ବ୍ୟବସାୟୀଙ୍କୁ କହିଲେ, ମହାଶୟ, ମୁଁ ଆପଣଙ୍କ ପୁଅର ସାହସରେ ପ୍ରଭାବିତ ଏବଂ ମୋ ଝିଅକୁ ସୁରକ୍ଷା ଦେବା ପାଇଁ ମୋତେ ଏପରି ସାହସୀ ପୁରୁଷ ଆବଶ୍ୟକ। ଯଦି ଆପଣ ଅନୁମତି ଦିଅନ୍ତି, ତେବେ ମୁଁ ଆପଣଙ୍କ ପୁଅକୁ ନିଯୁକ୍ତି ଦେବାକୁ ଚାହେଁ। ବ୍ୟବସାୟୀ ଉତ୍ତର ଦେଲେ, ମୁଁ ରାଜି। ବ୍ୟବସାୟୀଙ୍କ ସମ୍ମତି ପାଇବା ପରେ ରାଜା ଏକ ଚିଠି ଲେଖିଲେ। ଚିଠି ଲେଖିବା ପରେ ସେ ଏହାକୁ ଏକ ଲଫାଫାରେ ସିଲ୍ କଲେ। ଏହା ପରେ ରାଜା ବ୍ୟବସାୟୀଙ୍କ ପୁଅକୁ କହିଲେ, ପୁତ୍ର, ମୁଁ କୌଣସି କାମରେ ଅନ୍ୟ ଏକ ରାଜ୍ୟକୁ ଯାଉଛି। ଏହି ଚିଠିକୁ ମୋ ରାଜ୍ୟକୁ ଯାଇ ରାଣୀଙ୍କୁ ଦିଅ। ସେ ଏହାକୁ ପଢ଼ିବା ମାତ୍ରେ ତୁମକୁ ଏକ ଚାକିରି ଦେବେ। ଏହାପରେ ମହାତ୍ମା ରାମାନୁଜ କହିଲେ, ରାଜା ତାଙ୍କ ପାରିଷଦ ସହିତ ଆଗକୁ ବଢ଼ିଲେ। ଏହି ସମୟରେ ବ୍ୟବସାୟୀଙ୍କ ପୁଅ ରାଜାଙ୍କ ନଗର ଅଭିମୁଖେ ଯାତ୍ରା କଲା। ଚାଲି ଚାଲି ବ୍ୟବସାୟୀଙ୍କ ପୁଅ ଏକ ଘନ ଜଙ୍ଗଲରେ ପହଞ୍ଚିଲା। ଜଙ୍ଗଲରେ ପହଞ୍ଚିବା ପରେ ପୁଅଟି ରାସ୍ତା ଭୁଲିଗଲା ଏବଂ ଅନ୍ୟ ଦିଗରେ ଚାଲିଗଲା। ସେ ଯେଉଁ ପଥ ଅନୁସରଣ କରୁଥିଲା ତାହା ଡକାୟତମାନଙ୍କ ଆଡ୍ଡାକୁ ଯାଇଥିଲା। ତେଣୁ ସେ ଡକାୟତମାନଙ୍କ ଆଡ୍ଡାରେ ପହଞ୍ଚିଲା। ସେଠାରେ ପହଞ୍ଚିବା ପରେ ତାଙ୍କର ନଜର ଏକ କୁଡ଼ିଆ ଉପରେ ପଡ଼ିଲା। କୁଡ଼ିଆଟି ଦେଖି ଧନୀ ବ୍ୟକ୍ତିଙ୍କ ପୁଅ ଭାବିଲା, ଏଠାରେ ରାତି କାହିଁକି ବିତାଇବି ନାହିଁ। ଏହି ଚିନ୍ତା କରି ସେ କୁଡ଼ିଆ ପାଖକୁ ଚାଲିଗଲା। ପୁଅଟି କୁଡ଼ିଆଟି ପାଖରେ ପହଞ୍ଚିବା ମାତ୍ରେ ଏବଂ ଭିତରକୁ ଚାହିଁଲା ମାତ୍ରେ ସେ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ବାହାରକୁ ଜୀର୍ଣ୍ଣ ଦେଖାଯାଉଥିବା କୁଡ଼ିଆ ଭିତରକୁ ଏକ ସିଡ଼ି ଥିଲା। ସେହି ସିଡ଼ିର ଅନ୍ୟ ପାର୍ଶ୍ୱ ଏକ ସୁନ୍ଦର ପ୍ରାସାଦକୁ ନେଇଗଲା। ପୁଅଟି ସିଡ଼ି ଦେଇ ଓହ୍ଲାଇ ପ୍ରାସାଦରେ ପହଞ୍ଚିବା ମାତ୍ରେ ସେ ଜଣେ ବୁଢ଼ୀଙ୍କୁ ରାତ୍ରି ଭୋଜନ କରୁଥିବା ଦେଖିଲେ। ବୁଢ଼ୀ ପୁଅଟିକୁ ଦେଖି ପଚାରିଲେ, ପୁଅ, ତୁମେ କିଏ? ତୁମେ କେଉଁଠାରୁ ଆସିଛ? ତୁମେ ବିନା ଅନୁମତିରେ କିପରି ପ୍ରବେଶ କଲ? ପୁଅଟି କହିଲା, ମୁଁ ବାଟ ଭୁଲି ପହଞ୍ଚିଛି ଓ ମୋତେ ରାତିକ ପାଇଁ ଏଠାରେ ରହିବା ପାଇଁ ସୁଯୋଗ ଦିଆଯାଉ। ବୁଢ଼ୀ କହିଲେ, ତୁମକୁ ଏଠାରେ ରହିବାରେ ମୋର କୌଣସି ଆପତ୍ତି ନାହିଁ। କିନ୍ତୁ ତୁମେ ଜାଣ ନାହିଁ ଯେ ତୁମେ ଏବେ ଯେଉଁ ସ୍ଥାନରେ ଠିଆ ହୋଇଛ ତାହା ଏପରି ଏକ ସ୍ଥାନ ଯେଉଁଠାରେ ଡକାୟତମାନେ ରହନ୍ତି। ଯଦି ସେମାନେ ଜାଣିବେ ଯେ ଜଣେ ଅଜଣା ଲୋକ ଆମର ଗୁପ୍ତ ସ୍ଥାନକୁ ଆସିଛି, ତେବେ ସେମାନେ ତୁମକୁ ଜୀବନ୍ତ ଛାଡ଼ିବେ ନାହିଁ। ଏହା ଶୁଣି ପୁଅଟି କହିଲା, ମା, ରାତି ବହୁତ ହୋଇଗଲାଣି, ଆଉ ଆଗରେ ଜଙ୍ଗଲ ଅଛି। ରାତିର ଏହି ସମୟରେ ମୁଁ କେଉଁଠିକୁ ଯିବି, କେଉଁଠି ରହିବି? ମୁଁ ରାସ୍ତା ମଧ୍ୟ ଜାଣିନାହିଁ। ମୁଁ ମୋର ରାସ୍ତା ଭୁଲି ଯାଇଛି। ଯଦି ମୁଁ ବାହାରକୁ ଯାଏ, ତେବେ ବନ୍ୟ ପଶୁମାନେ ମୋତେ ମାରି ନିଜର ଶିକାର କରିବେ। ଏବେ ଏପରି ପରିସ୍ଥିତିରେ, ମା, ଦୟାକରି ମୋତେ ମୋ ଜୀବନ ବଞ୍ଚାଇବାର ଏକ ଉପାୟ ଦେଖାଅ। ଏହି କଥା ଶୁଣି ବୁଢ଼ୀ ପୁଅଟି ପ୍ରତି ଦୟା କଲା। ସେ ତାକୁ ରାତି ବିତାଇବାକୁ ଅନୁମତି ଦେଲେ। କିଛି ସମୟ ପରେ ଡକାୟତମାନେ ସେମାନଙ୍କ ଗୁପ୍ତ ସ୍ଥାନରେ ପହଞ୍ଚିଲେ। ଯେତେବେଳେ ସେମାନେ ବ୍ୟବସାୟୀଙ୍କ ପୁଅକୁ ଘରର ଏକ କୋଣରେ ଶୋଇଥିବାର ଦେଖିଲେ, ସେମାନେ ବୁଢ଼ୀଟିକୁ ପଚାରିଲେ, ମା, ଏହି ପୁଅଟି କିଏ ଏବଂ ସେ ଆମ ଗୁପ୍ତ ସ୍ଥାନରେ କଣ କରୁଛି? ଡକାୟତମାନଙ୍କ କଥାରେ ବୁଢ଼ୀଟି କହିଲା, ପୁଅ, ଏ ଏକ ବହୁତ ଦୟାଳୁ ପିଲା ଏବଂ ସେ ରାଜାଙ୍କ ଠାରୁ ଏକ ବାର୍ତ୍ତା ନେଇ ରାଜପ୍ରାସାଦକୁ ଯାଉଛି। ସେ ତୁମ ପାଇଁ କୌଣସି ବିପଦ ନୁହେଁ। ଗରିବ ଲୋକଟି ନିଜ ରାସ୍ତା ଭୁଲି ଏଠାରେ ପହଞ୍ଚିଛି। ଡକାୟତମାନେ କହିଲେ, ମା, ତୁମେ ଏତେ ନିଷ୍କପଟ। ଯଦି କେହି ଦୁଷ୍ଟ ରାଜାଙ୍କୁ ଆମ ବିଷୟରେ କୁହେ, ତେବେ ସେ ଆମ ଜୀବନକୁ ଦୁର୍ବିସହ କରିଦେବ। ତାପରେ ଆଉ ଜଣେ ଡକାୟତ କହିଲା, ଅପେକ୍ଷା କର, ମୁଁ ଏବେ ଏହି ପିଲାର ଚିଠିକୁ ଖୋଜିବି। ସେ ରାଜାଙ୍କ ଗୁପ୍ତଚର କି ନୁହେଁ ଜଣା ପଡ଼ିଯିବ।
ଏହା କହି ସେ ଶୋଇଥିବା ବ୍ୟବସାୟୀଙ୍କ ପୁଅର ଜିନିଷପତ୍ର ଖୋଜିବା ଆରମ୍ଭ କଲେ। ଯେତେବେଳେ ଡକାୟତମାନେ ବ୍ୟବସାୟୀଙ୍କ ପୁଅର ପୋଷାକପତ୍ର ଖୋଜିଲେ, ସେମାନେ ତାଙ୍କ ପକେଟରୁ ରାଜକୀୟ ମୋହର ଲାଗିଥିବା ଏକ ଚିଠି ପାଇଲେ। ଡକାୟତମାନେ ସାବଧାନତାର ସହିତ ପୁଅ ପକେଟରୁ ଲଫାଫାଟି କାଢ଼ି ପଢ଼ିବାକୁ ଆରମ୍ଭ କଲେ। ଚିଠି ପଢ଼ିବା ପରେ ଜଣେ ଡକାୟତ ଚିତ୍କାର କରି କହିଲା, ଲଜ୍ଜା, ଆମ ରାଜ୍ୟର ରାଜା ଏତେ ଦୁଷ୍ଟ। ଏହା ଶୁଣି ବୁଢ଼ୀ ପଚାରିଲେ, ପୁଅ, ଏହି ଚିଠିରେ ଏପରି କ'ଣ ଲେଖା ଅଛି ଯାହା ତୁମେ ନିଜ ରାଜ୍ୟର ରାଜାଙ୍କୁ ଏତେ ଦୁଷ୍ଟ ରାଜା ବୋଲି କହୁଛ? ଡକାୟତ ଏହା ଶୁଣି କହିଲା, ଆମ୍ମା, ଚିଠିରେ ଲେଖା ଅଛି, ରାଣୀ, ଯେତେବେଳେ ଏହି ପୁଅଟି ତୁମ ପାଖକୁ ପହଞ୍ଚିବ ଏବଂ ତୁମେ ଏହି ଚିଠିଟି ପଢ଼ିବ, ତାକୁ ମାରି କୌଣସି ସ୍ଥାନରେ ଫୋପାଡ଼ି ଦିଅ। ମୁଁ ଫେରିବା ପୂର୍ବରୁ ଏହା କରିବାକୁ ପଡ଼ିବ। ଏହା ଶୁଣି ବୁଢ଼ୀ ଯେ କୌଣସି ଉପାୟରେ ଏହି ନିର୍ଦ୍ଦୋଷ ପିଲାଟିକୁ ରକ୍ଷା କରିବାକୁ କହିଲେ। ଏହା ଶୁଣି ଡକାୟତମାନେ ଚିଠିଟି ପରିବର୍ତ୍ତନ କରିଦେଲେ। ସେଥିରେ ଲେଖିଲେ, ରାଣୀ, ମୁଁ ତୁମ ନିକଟକୁ ଏହି ପୁଅଟିକୁ ପଠାଇଲି। ସେ ଜଣେ ବହୁତ ଭଲ ପିଲା। ମୁଁ ଆମ ଝିଅର ବିବାହ ପାଇଁ ଏହି ପୁଅକୁ ବାଛିଛି। ସେଥିପାଇଁ, ରାଣୀ, ଏହି ପୁଅଟି ତୁମ ପାଖକୁ ଆସିବା ମାତ୍ରେ ତୁମେ ରାଜକୁମାରୀଙ୍କ ସହିତ ଏହାର ବିବାହ କରିଦେବ। ମନେରଖ, ମୁଁ ରାଜ୍ୟକୁ ଫେରିବା ପୂର୍ବରୁ ଏହା କରିଦେବ। ମୁଁ ଏହି ପୁଅକୁ କାହିଁକି ପସନ୍ଦ କରେ, ମୁଁ ମୋ ଝିଅକୁ କାହିଁକି ତାଙ୍କ ସହିତ ବିବାହ ଦେବାକୁ ଚାହୁଁଛି, ମୁଁ ରାଜ୍ୟକୁ ଫେରିବା ପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବି। ଇତି, ତୁମର ପ୍ରିୟ ରାଜା। ଏହାପରେ ରାମାନୁଜ କହିଲେ, ଡକାୟତ ଚିଠିଟିକୁ ଲଫାଫା ଭିତରେ ରଖିଲା ଏବଂ ସାବଧାନତାର ସହିତ ପୁଅର ପକେଟରେ ପୁରାଇ ଦେଲା। ଏହାପରେ ଡକାୟତମାନେ ସେମାନଙ୍କ ଖାଦ୍ୟ ଖାଇଲେ ଏବଂ ଚୋରି କରିବା ପାଇଁ ନିଜର ଗୁପ୍ତସ୍ଥାନ ଛାଡ଼ିଲେ। ପରଦିନ ବୁଢ଼ୀ ବଣିକଙ୍କ ପୁଅକୁ ଉଠାଇ କହିଲେ, ପୁଅ, ସକାଳ ହେଲାଣି। ଏବେ ତୁମେ ଯେଉଁଠାକୁ ଚାହିଁବ ସେଠାକୁ ଯାଇପାରିବ। ବଣିକଙ୍କ ପୁଅ ଉଠି ବୁଢ଼ୀଙ୍କୁ ପ୍ରଣାମ କଲା। ସେ ରାଜପ୍ରାସାଦକୁ ଯିବାର ଦିଗ ପଚାରିଲା ଏବଂ ତାଙ୍କ ଠାରୁ ବିଦାୟ ନେଲା। କିଛି ଘଣ୍ଟା ପରେ ବଣିକଙ୍କ ପୁଅ ରାଣୀଙ୍କ ନିକଟରେ ପହଞ୍ଚିଲା। ବଣିକଙ୍କ ପୁଅ ରାଣୀଙ୍କୁ କହିଲା, ମହାରାଜା ଆପଣଙ୍କ ପାଇଁ ଏହି ବାର୍ତ୍ତା ପଠାଇଛନ୍ତି। ଦୟାକରି ଏହି ଚିଠିଟି ପଢ଼ନ୍ତୁ ଏବଂ ମୋତେ କ'ଣ କରିବାକୁ ହେବ କୁହନ୍ତୁ। ରାଣୀ ଲଫାଫାରୁ ଚିଠିଟି ବାହାର କରି ପଢ଼ିବାକୁ କହିଲେ। ଚିଠିରେ ଲେଖା ଥିଲା, ଏହି ପୁଅଟି ବହୁତ ଦୟାଳୁ। ସେ ବହୁତ ବୁଦ୍ଧିମାନ ଏବଂ ଜ୍ଞାନୀ। ସେ ରାଜକୁମାରୀଙ୍କୁ ବିବାହ କରିବାକୁ ଯୋଗ୍ୟ। ତେଣୁ ମୁଁ ଫେରିବା ପୂର୍ବରୁ ତୁମେ ରାଜକୁମାରୀ ସହିତ ତାଙ୍କର ବିବାହ ସମ୍ପନ୍ନ କରିବା ଉଚିତ। ରାଣୀ ଚିଠିଟି ପଢ଼ିବା ପରେ ଭାବିବାକୁ ଲାଗିଲେ ଯେ ରାଜା ଏହି ପୁଅର କେଉଁ ଗୁଣ ପାଇଛନ୍ତି ଯେ ସେ ଯଥାଶୀଘ୍ର ରାଜକୁମାରୀ ସହିତ ତାଙ୍କର ବିବାହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜା ରାଜକୁମାରୀଙ୍କୁ କିପରି ଜଣେ ଅଜଣା ବ୍ୟକ୍ତିଙ୍କ ସହିତ ବିବାହ ଦେଇପାରିବେ? କିନ୍ତୁ ପରେ ସେ ଦେଖିଲେ ଯେ ଚିଠିର ଲଫାଫାରେ ରାଜାଙ୍କ ଦସ୍ତଖତ ଏବଂ ମୋହର ଥିଲା। ଚିଠିରେ ଏହା ମଧ୍ୟ ଲେଖା ଥିଲା, ମୁଁ ସହରକୁ ଫେରିବା ପରେ ତୁମର ସମସ୍ତ ପ୍ରଶ୍ନର ଉତ୍ତର ଦେବି। ଏହା ପଢ଼ିବା ପରେ ରାଣୀ ତୁରନ୍ତ ଜଣେ ପୁରୋହିତଙ୍କୁ ଡାକି ରାଜକୁମାରୀଙ୍କ ବିବାହ ସେହି ପୁଅ ସହିତ ବିବାହ କରିଦେଲେ। ଏହିପରି ଭାବେ ପୁଅଟି ରାଜାଙ୍କ ଜ୍ୱାଇଁ ହୋଇ ରାଜକୁମାରୀଙ୍କୁ ବିବାହ କରେ ଏବଂ ରାଜାଙ୍କ ପ୍ରାସାଦରେ ଖୁସିରେ ବାସ କଲେ। ରାଜା ବାଟରେ ଭାବି ଭାବି ଆସୁଛନ୍ତି, ମୋ ଝିଅକୁ ଭାଗ୍ୟ ସହିତ କିପରି ବିବାହ କରାଯାଇପାରିବ। ଭାଗ୍ୟ ଯାହା ଲେଖିଛି ତାହା ମୁଁ ଲିଭାଇ ଦେଇଛି। କିନ୍ତୁ ରାଜା ତାଙ୍କ ପ୍ରାସାଦରେ ପହଞ୍ଚି ଦେଖିଲେ, ଗରିବ କୃଷକଙ୍କ ପୁଅଟି ତାଙ୍କ ସିଂହାସନ ପାଖରେ ବସିଛି। ଏହା ଦେଖିବା ମାତ୍ରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। କାରଣ ରାଜା ପୁଅଟିକୁ ରାଣୀଙ୍କ ପାଖକୁ ପଠାଇଥିଲେ ଏବଂ ଆଶାରେ ଥିଲେ ଯେ ରାଣୀ ତାଙ୍କୁ ହତ୍ୟା କରିଥିବେ, କିନ୍ତୁ ସବୁକିଛି ଓଲଟାପାଲଟା ହୋଇଯାଇଥିଲା। ଯେତେବେଳେ ସେ ଜାଣିଲେ ଯେ ତାଙ୍କ ଝିଅ ସେହି ପିଲା ସହିତ ବାହା ହୋଇଛି, ଯାହାକି ଋଷିଙ୍କ ଭବିଷ୍ୟବାଣୀ ଥିଲା, ରାଜା ଏହା ଦେଖିବା ପରେ କ୍ରୋଧରେ ଜଳିବାକୁ ଲାଗିଲେ। ତୁମେ କାହିଁକି ମୋର ଆଦେଶ ଅବମାନନା କଲ? ସେ ରାଣୀଙ୍କୁ ପଚାରିଲେ। ମୁଁ ତୁମକୁ ଏହି ପୁଅକୁ ହତ୍ୟା କରିବାକୁ ଆଦେଶ ଦେଇଥିଲି। ତେବେ ତୁମେ କାହିଁକି ରାଜକୁମାରୀଙ୍କୁ ସହିତ ତାଙ୍କୁ ବିବାହ ଦେଲ? ରାଜାଙ୍କ ଠାରୁ ଏହି କଥା ଶୁଣି ରାଣୀ କହିଲେ, ମହାରାଜ, ମୁଁ ଆପଣଙ୍କ ଆଜ୍ଞା ଅନୁସାରେ କାମ କରିଛି। ଏହା ଶୁଣି ରାଜା କହିଲେ, ବିଶ୍ୱାସଘାତକର ଦଣ୍ଡ ହେଉଛି ମୃତ୍ୟୁ। ଏବେ ମରିବାକୁ ପ୍ରସ୍ତୁତ ହୁଅ। ମୁଁ ତୁମକୁ କୌଣସି ପରିସ୍ଥିତିରେ ମୋର ଜ୍ୱାଇଁ ଭାବରେ ଗ୍ରହଣ କରିପାରିବି ନାହିଁ। ତୁମେ ଜଣେ ଗରିବ ଚାଷୀଙ୍କ ପୁଅ ଏବଂ ସେହିଭଳି ଗରିବ ରହିବ। ମୁଁ ମଧ୍ୟ ଦେଖିବି ଯେ ତୁମେ ଏହି ରାଜ୍ୟର ରାଜା କିପରି ହେବ। ରାଜାଙ୍କ ଠାରୁ ଏହି କଥା ଶୁଣି ବାଳକଟି କହିଲା, ମହାରାଜ, ଆପଣ କ'ଣ କହୁଛନ୍ତି? ମୁଁ ଆପଣଙ୍କୁ କ'ଣ ଠକିଛି ଏବଂ ଆପଣ କେଉଁ ଚାଷୀଙ୍କ ବିଷୟରେ ବାରମ୍ବାର କହୁଛନ୍ତି, ଯେତେବେଳେ ଆପଣ ଜାଣନ୍ତି ଯେ ମୁଁ ଜଣେ ଚାଷୀଙ୍କ ପୁଅ ନୁହେଁ, ବରଂ ଜଣେ ଧନୀ ବ୍ୟକ୍ତିଙ୍କ ପୁଅ।
ରାଜା କହିଲେ, ତୁମେ ତୁମର କଥାରେ ମୋତେ ବୋକା ବନାଇବାକୁ ଚେଷ୍ଟା କରୁଛ, କିନ୍ତୁ ମୁଁ ଆଉ ତୁମର କଥା ଶୁଣିବି ନାହିଁ। ଆଜି ତୁମ ଜୀବନର ଶେଷ ଦିନ। ଏହା କହି ରାଜା ତାଙ୍କର ଖଣ୍ଡା ଉଠାଇଲେ। ତାଙ୍କ ହାତରେ ଖଣ୍ଡା ଦେଖି ରାଜକୁମାରୀ ତାଙ୍କ ସମ୍ମୁଖରେ ଠିଆ ହୋଇ କହିଲେ, ବାପା, ଯାହାଙ୍କ ଉପରେ ତୁମେ ଖଣ୍ଡା ବୁଲାଉଛ ସେ ମୋ ସ୍ୱାମୀ, ମୋ ପତି ପରମେଶ୍ୱର। ତାଙ୍କୁ ମାରିବା ପୂର୍ବରୁ ତୁମେ ମୋତେ ହତ୍ୟା କରିବା ଉଚିତ। ଏସବୁ ରାଜପ୍ରାସାଦ ଭିତରେ ଚାଲିଥିବା ସମୟରେ ଜଣେ ସୈନିକ ଆସି ରାଜାଙ୍କୁ କହିଲେ, ମହାରାଜ, ଜଣେ ସନ୍ଥ ଆସିଛନ୍ତି ଏବଂ ବର୍ତ୍ତମାନ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି। ରାଜା କହିଲେ, ଠିକ ଅଛି, ସନ୍ଥଙ୍କୁ ଭିତରକୁ ଆଣ। ଆଦେଶ ପାଇବା ମାତ୍ରେ ସୈନିକ ସନ୍ଥଙ୍କ ପାଖକୁ ଦୌଡ଼ି ଯାଇ ତାଙ୍କୁ ସାଙ୍ଗରେ ଆଣିଲେ। ରାଜା ଠିଆ ହେଲେ, ପ୍ରଣାମ କଲେ ଏବଂ ତାଙ୍କ ଗସ୍ତର ଉଦ୍ଦେଶ୍ୟ ପଚାରିଲେ। ସନ୍ଥ କହିଲେ, ମହାରାଜ, ମନେ ହେଉଛି ଆପଣ ମୋତେ ଚିହ୍ନି ପାରୁନାହାନ୍ତି। ରାଜା ପଚାରିଲେ, ଆପଣ କିଏ ଏବଂ ଆପଣ ମୋତେ କାହିଁକି ଭେଟିବାକୁ ଚାହୁଁଛନ୍ତି? ସନ୍ଥ ଏକ ନମ୍ର ହସରେ ଉତ୍ତର ଦେଲେ, ରାଜନ୍, ମୁଁ ସେହି ମହାତ୍ମା ଯାହାକୁ ଆପଣ 16 ବର୍ଷ ପୂର୍ବେ ଭେଟିଥିଲେ ଏବଂ ମୁଁ ଆପଣଙ୍କୁ କହିଥିଲି ଯେ 16 ବର୍ଷ ପରେ ଆପଣଙ୍କ ଝିଅ ଏହି ଗରିବ କୃଷକଙ୍କ ପୁଅକୁ ବିବାହ କରିବ। କିନ୍ତୁ ଆପଣ କହିଥିଲେ, ମୁଁ ଜଣେ ରାଜା ଏବଂ ମୁଁ ସବୁ କିଛି କରିପାରିବି। କିନ୍ତୁ ଦେଖନ୍ତୁ ରାଜନ୍, ଯାହା ଘଟିବା ପାଇଁ ବିଧି ନିର୍ଦ୍ଦେଶ ଥିଲା, ତାହା ଘଟିଛି। ରାମାନୁଜ କହିଲେ, ଯେତେବେଳେ ରାଜା ଋଷିଙ୍କ ଏହି କଥା ଶୁଣିଲେ, ସେ ତାଙ୍କ ହାତ ଯୋଡ଼ି କହିଲେ, ଗୁରୁଦେବ, ଦୟାକରି ମୋତେ କ୍ଷମା କରନ୍ତୁ। ତୁମେ ଠିକ କହିଥିଲ। ତୁମେ କହିଥିଲ ଯେ କେହି କାହାର ଭାଗ୍ୟକୁ ଲିଭାଇ ପାରିବେ ନାହିଁ କିମ୍ବା ପରିବର୍ତ୍ତନ କରିପାରିବେ ନାହିଁ। ଯାହାର ଭାଗ୍ୟରେ ଯାହା ଲେଖା ଅଛି, ତାହା ତାଙ୍କ ସହିତ ଘଟେ। ମୁଁ ଭାଗ୍ୟ ପାଖରେ ହାରିଯାଇଛି। ମହାତ୍ମା କହିଲେ, ରାଜା, ଭାଗ୍ୟ ବିରୁଦ୍ଧରେ କେହି ଠିଆ ହୋଇପାରିବେ ନାହିଁ। କୃଷକର ପୁଅକୁ ତୁମର ଜ୍ୱାଇଁ ଭାବରେ ଗ୍ରହଣ କର, ତୁମର ରାଜ୍ୟ ତାକୁ ହସ୍ତାନ୍ତର କର ଏବଂ ଖୁସିରେ ବଞ୍ଚ, ଏହା ଭାଗ୍ୟର ଇଚ୍ଛା ଏବଂ ଏହା ତୁମର ସର୍ବୋତ୍ତମ ହିତ ପାଇଁ। ଏହିପରି ରାଜା ତାଙ୍କର ସମଗ୍ର ରାଜ୍ୟ କୃଷକର ପୁଅକୁ ହସ୍ତାନ୍ତର କଲେ। ସମଗ୍ର ସହର ରାଜାଙ୍କ ବିଷୟରେ କଥାବାର୍ତ୍ତା କରିବାକୁ ଆରମ୍ଭ କଲେ ଯେ ସେ ଜଣେ ଅତ୍ୟନ୍ତ ଦୟାଳୁ ହୃଦୟର ବ୍ୟକ୍ତି ଯିଏ ତାଙ୍କ ଝିଅକୁ ଜଣେ ସାଧାରଣ ପୁରୁଷ ସହିତ ବିବାହ ଦେଇଛନ୍ତି। କୃଷକର ପୁଅ ସେହି ରାଜ୍ୟର ରାଜା ହୋଇ ଖୁସିରେ ଜୀବନ ବିତାଇବା ଆରମ୍ଭ କଲେ। ରାଜା ମଧ୍ୟ ନିଜର ଅହଙ୍କାର ତ୍ୟାଗ କଲେ। ଭାବିଲେ ଏତେ କିଛି କରିବା ପରେ ମଧ୍ୟ ଯାହା ଭାଗ୍ୟ ନିଷ୍ପତ୍ତି ନେଇଥିଲା, ତାହା ଘଟିଗଲା। ରାମାନୁଜ ଶେଷରେ କହିଲେ, ବତ୍ସଗଣ, ଏହି କାହାଣୀରୁ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପାଉଛୁ ଯେ କିଛି ପରିସ୍ଥିତି ଆମ ନିୟନ୍ତ୍ରଣରେ ନାହିଁ। ସେଗୁଡ଼ିକ ପୂର୍ବରୁ ସ୍ଥିର ହୋଇଥାଏ, ଯାହାକୁ ଆମେ ଚାହିଁଲେ ମଧ୍ୟ ପରିବର୍ତ୍ତନ କରିପାରିବୁ ନାହିଁ। ବନ୍ଧୁଗଣ, ଆପଣଙ୍କୁ କାହାଣୀଟି ପସନ୍ଦ ଆସିଥିବ। ଯଦି ଆପଣଙ୍କୁ କାହାଣୀଟି ପସନ୍ଦ ଆସିଲା, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ଫଲୋ କରନ୍ତୁ ଏବଂ ଘଣ୍ଟି ଆଇକନ୍ ମଧ୍ୟ ଦବାନ୍ତୁ। ଆପଣଙ୍କୁ କାହାଣୀଟି କିପରି ଲାଗିଲା ତାହା କମେଣ୍ଟରେ ଜଣାନ୍ତୁ। ଧନ୍ୟବାଦ। ଜୟ ଶ୍ରୀରାମ।